ପିଲାମାନେ ଏହା ହେଉଛି ତୁମର ସमेଟିଭ୍ ଆସେସମେଣ୍ଟ 1 ଅର୍ଥାତ୍ ତୁମର ଅର୍ଦ୍ଧବାର୍ଷିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ର ଆମମାନଙ୍କ ପାଖକୁ ପହଞ୍ଚି ଯାଇଛି ଏବଂ ଆମେ ଯଥାସମ୍ଭବ ଆମେ ତୁମମାନଙ୍କ ପାଖକୁ ଏହା ପହଞ୍ଚାଇଛୁ ଭିଡ଼ିଓ ମାଧ୍ୟମରେ। ଠିକ୍ ଅଛି, କାହିଁକିନା ତୁମର ସଫଳତା ହିଁ ଆମର ସଫଳତା। ଠିକ୍ ଅଛି, ଦେଖିବା କ'ଣ ସବୁ ଅଛି ପ୍ରଶ୍ନରେ। ସमेଟିଭ୍ ଆସେସମେଣ୍ଟ 1 ଅଛି ପରୀକ୍ଷାର୍ଥୀଙ୍କ ନାମ, ଏଇଠି ତୁମର ନାମ ଲେଖିବ। ଠିକ୍ ଅଛି, ତାପରେ ଏଇଠି ଲେଖିବ ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର, ଏଇଠି ତୁମର ରୋଲ୍ ନମ୍ବର ଲେଖିବ। ଠିକ୍ ଅଛି, ତାପରେ ବିଦ୍ୟାଳୟର ନାମ, ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ। ଠିକ୍ ଅଛି, ତାପରେ ଏଇଠି ଲେଖିବ ତୁମର ତାରିଖ, ଆଜି କେଉଁ ତାରିଖ, ତୁମେ ଯେଉଁ ତାରିଖ ଦିନ ସେଇ ପରୀକ୍ଷା ଦେବ। ଠିକ୍ ଅଛି, ତାପରେ ଏହା ହେଉଛି ଶ୍ରେଣୀ ତୃତୀୟ, ସମୟ 2 ଘଣ୍ଟା, ବିଷୟ ହେଉଛି ଭାଷା। ଠିକ୍ ଅଛି, ତାପରେ ଏଇଠି କିଛି ଲେଖିବ ନାହିଁ, ଏଇଠି ତୁମର ଶିକ୍ଷକଙ୍କ କାମ ଏହା। ଠିକ୍ ଅଛି, ଏଇଠି ତୁମ ଶିକ୍ଷକ ଦସ୍ତଖତ କରିବେ। ଏହା ହେଉଛି ପୂର୍ଣ୍ଣାଙ୍କ 50 ମାର୍କର ପରୀକ୍ଷା ହେବ। କେତେ ମାର୍କ ପାଇବ ଏଇଠି ତୁମ ଶିକ୍ଷକ ତୁମକୁ ମାର୍କ ଦେବେ। ଠିକ୍ ଅଛି, ତାପରେ ଦେଖିବା ପ୍ରଶ୍ନ ସବୁ କ'ଣ ଅଛି। ପ୍ରଥମ ପ୍ରଶ୍ନ, ସମସ୍ତ ପ୍ରଶ୍ନର ଉତ୍ତର ଦିଅ। ଗାନ୍ଧିଜୀ କସ୍ତୁରବାଙ୍କୁ କି ଉପଦେଶ ଦେଇଥିଲେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ, ତୁମେ ସବୁ ଜାଣିପାରିବ। ଠିକ୍ ଅଛି, ଏଠାରେ କଠିନ କିଛି ନାହିଁ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ଝିଅ ବୋହୂମାନେ କିପରି ବୋଇତ ବନ୍ଦାଉଥିଲେ? ଝିଅ ବୋହୂମାନେ କିପରି ବୋଇତ ବନ୍ଦାଉଥିଲେ? ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି, ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ ସବୁ କ'ଣ ଅଛି। ମାଙ୍କଡ଼ମାନେ କାହିଁକି ଜହ୍ନକୁ ଧରି ପାରିଲେ ନାହିଁ? ମାଙ୍କଡ଼ମାନେ କାହିଁକି ଜହ୍ନକୁ ଧରି ପାରିଲେ ନାହିଁ? ତୁମେ ଲେଖିବ ଏହାର ଉତ୍ତର। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, କରିମ କୃପାସିନ୍ଧୁ ମଧ୍ୟରେ କାହିଁକି କଳିଆ ଲାଗିଲା? ଠିକ୍ ଅଛି, କଜିଆ, କରିମ କୃପାସିନ୍ଧୁ ମଧ୍ୟରେ କାହିଁକି କଜିଆ ଲାଗିଲା? ଅତି ସୁନ୍ଦର ପ୍ରଶ୍ନ ଅଛି ପିଲାମାନେ, ଅତି ସହଜରେ ତୁମେ ଜାଣିପାରିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ କ'ଣ ସବୁ ଅଛି ଦେଖିବା। ଆମେ ଜନ୍ମଭୂମିର ନାମ କିପରି ରଖିବା? ଆମେ ଜନ୍ମଭୂମିର ନାମ କିପରି ରଖିବା? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଠିକ୍ ଅଛି, ତାପରେ ଆଗକୁ ଦେଖିବା କ'ଣ ସବୁ ଅଛି। ତୁମେ ଖାଦ୍ୟରେ ଲୁଣ ମିଶାଇ ଖାଇବା ବନ୍ଦ କରିଦିଅ, ଏକଥା କିଏ କାହାକୁ ଏବଂ କାହିଁକି କହିଥିଲେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ, ତୁମେ ଏହି ପ୍ରଶ୍ନର ଉତ୍ତର ତୁମେ ଦେଇପାରିବ। ଠିକ୍ ଅଛି, ତୁମେ ଏକଥା କିଏ କାହାକୁ କାହିଁକି କହିଥିଲେ? ଏହି କଥା କହିଥିଲେ ଜାତୀୟ ପିତା ମହାତ୍ମା ଗାନ୍ଧୀ ତାଙ୍କର ସ୍ତ୍ରୀ କସ୍ତୁରବାଙ୍କୁ କହିଥିଲେ, କାହିଁକିନା ତାଙ୍କର ସ୍ତ୍ରୀ ରୋଗରେ ପଡ଼ିଥିଲେ। ଠିକ୍ ଅଛି, ସେଥିପାଇଁ ଲୁଣ ଖାଇବା ବନ୍ଦ କରିଦେଲେ ସେହି ରୋଗ ଛାଡ଼ିଯିବାର ଥିଲା, ସେଥିପାଇଁ ଏଠାରେ ଏହି କଥା କହିଥିଲେ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି। ତାପରେ ତଳେ ଦିଆଯାଇଥିବା ଅନୁଚ୍ଛେଦଟିକୁ ପଢ଼ି ଉତ୍ତର ଲେଖିବ। ପିଲାମାନେ ଏହି ଅନୁଚ୍ଛେଦଟିକୁ ପଢ଼ିବ ଏବଂ ତଳ ଲିଖିତ ପ୍ରଶ୍ନର ଉତ୍ତର ଦେବ। ଅତି ସହଜ ପ୍ରଶ୍ନ। ଠିକ୍ ଅଛି, ପ୍ରଥମ ପ୍ରଶ୍ନ ଅଛି, ଅନୁଚ୍ଛେଦଟି କାହା ବିଷୟରେ କୁହାଯାଇଛି? ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ, ବହୁତ ସାଧା। ଠିକ୍ ଅଛି, ଏହି ଅନୁଚ୍ଛେଦଟି କାହା ବିଷୟରେ କୁହାଯାଇଛି ତୁମେ ପଢ଼ିବ ଆଉ ଗୋଟେ ନାମ ଦେବ। ଠିକ୍ ଅଛି, ସହଜର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦଟି ଲେଖ। ସହଜର ବିପରୀତ ଅର୍ଥ କ'ଣ? ସହଜର ବିପରୀତ ହେଉଛି କଠିନ, ତୁମେ ଏଠି ଲେଖିବ ସହଜର ବିପରୀତ ହେଉଛି କଠିନ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। କଇଁଆର ସ୍ୱାଦ କିପରି? କଇଁଆର ସ୍ୱାଦ କିପରି? ଠିକ୍ ଅଛି, ତୁମେ ଏହାର ଉତ୍ତର ତୁମେ ଦେବ। ତାପରେ ମାଛ ତରକାରୀରେ କ'ଣ ପଡ଼ିଲେ ଭଲ ଲାଗେ? ମାଛ ତରକାରୀରେ କ'ଣ ପଡ଼ିଲେ ଭଲ ଲାଗେ? ତୁମେ ଏହି ଅନୁଚ୍ଛେଦ ଅନୁସାରେ ଯାହା ଅଛି ତାହାର ଉତ୍ତର ଏଇଠି ଦେବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। କସ୍ତମ୍ଭ ଖସ୍ତମ୍ଭ। ଠିକ୍ ଅଛି, ତଳେ ଦିଆଯାଇଥିବା କସ୍ତମ୍ଭର ଉପଯୁକ୍ତ ଶବ୍ଦ ସହ ଖସ୍ତମ୍ଭର ଉପଯୁକ୍ତ ଶବ୍ଦ ସହ ଗାର ଟାଣି ଯୋଡ଼। କସ୍ତମ୍ଭ ଖସ୍ତମ୍ଭ। ଠିକ୍ ଅଛି, କସ୍ତମ୍ଭରେ ଅଛି ଜନନୀ, ତାପରେ ଅଛି ରାଜା, ତାପରେ ଅଛି ଶଶୀ, ତାପରେ ଅଛି ସାଗର, ତାପରେ ଅଛି ବିହଙ୍ଗ। ଏଇଠି ଅଛି ଲହରୀ, ଜୋଛନା, କୋଳ, ଗାନ, ରାଣୀ। ଠିକ୍ ଅଛି, ତାପରେ ଏଇଠି ତୁମେ ଗାର ଟାଣିବ। କ'ଣ ଗାର ଟାଣିବ? ଜନନୀ, ଜନନୀ ସହିତ ଗାର ଟାଣିବ ତୁମେ କୋଳ। ଠିକ୍ ଅଛି, ତାପରେ ରାଜା ସହିତ ରାଣୀ ଦିଆହେଇଛି, ତାପରେ ତୁମେ ଲେଖିବ ଶଶୀ ସହିତ ଜୋଛନା, ଶଶୀ ସହିତ ଜୋଛନା ତୁମେ ଗାର ଟାଣିବ। ତାପରେ ସାଗର, ଲହରୀ, ତୁମେ ଲହରୀକୁ ଗାର ଟାଣିବ, ସାଗରରୁ ଲହରୀ। ତାପରେ ବିହଗ, ଗାନ, ବିହଗରୁ ଗାନକୁ ତୁମେ ଗାର ଟାଣିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା କ'ଣ ଅଛି। ଜନନୀ ପରି ପାଳୁଛି ଯିଏ, ତାପରେ ଡେସ୍କରେ କୋଡ଼ ହେବ। ଠିକ୍ ଅଛି, ଏଇ ପାଦ ପୂରଣ କରିବ। ଏଇଠି କ'ଣ? ଜନନୀ ପରି ପାଳୁଛି ଯିଏ, ସେଇ ତମର ଜନ୍ମଭୂଇଁ, ଏଇଠି ଲେଖିବ। ଠିକ୍ ଅଛି, ତାପରେ ଡାଳରୁ ଡାଳେ ବିହଙ୍ଗ ଉଡ଼ି, ଡାଳରୁ ଡାଳେ ବିହଙ୍ଗ ଉଡ଼ି, ତା ପରବର୍ତ୍ତୀ ପଦ କ'ଣ ଅଛି ଏଇଠି ଲେଖିବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ, ଅକ୍ଷର ଗୁଡ଼ିକୁ ସଜାଡ଼ି ଲେଖ।
ଶିଳଟି ଲେଖ। ଠିକ୍ ଅଛି। ଏଇଠି ଅଛି ଶିଳତୁ। ଶିଳତୁ ଅଛି, ତୁମେ ତାକୁ ସଜେଇକି ଲେଖିଲେ ଗୋଟିଏ ସୁନ୍ଦର ଶବ୍ଦଟିଏ ହେବ। ଠିକ୍ ଅଛି। ତୁମେ ଏଠି ଲେଖିବ ତୁଳସୀ। ଏଠି ଲେଖିବ ତୁଳସୀ। ଠିକ୍ ଅଛି। ତାପରେ ଏଇଠି ଅଛି ଫସୁଳ। ଫସୁଳ ଅଛି, ତୁମେ ଏଠି ଲେଖିବ ସୁଫଳ। ସୁଫଳ ଲେଖିବ ଏଇଠି। ଠିକ୍ ଅଛି। ତାପରେ ଗଦ୍ୟ ରୂପ ଲେଖ। ଗଦ୍ୟ ରୂପ ଜୋଛନା ଲେଖା ହେଇଛି, ତୁମେ ଲେଖିବ ଜ୍ୟୋତ୍ସ୍ନା। ଜ୍ୟୋତ୍ସ୍ନା ଏଠି ଲେଖିବ ଗଦ୍ୟ ରୂପ ଜ୍ୟୋତ୍ସ୍ନା। ଠିକ୍ ଅଛି। ତାପରେ ଗର୍ଜନ ଅଛି, ତୁମେ ଲେଖିବ ଗର୍ଜନ। ଠିକ୍ ଅଛି। ତୁମେ ଲେଖିବ ଗର୍ଜନ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ଧଇଁ ସଇଁ ଭଳି ଆଉ ଦୁଇଟି ଯୋଡ଼ି ଶବ୍ଦ ଲେଖ। ଧଇଁ ସଇଁ। ଧଇଁ ସଇଁ ପରି ଦୁଇଟି ଯୋଡ଼ି ଶବ୍ଦ ଲେଖିବ। କ'ଣ କ'ଣ ଲେଖିବ? ଧରମାର ହେଲା। ତାପରେ ଆଉ କ'ଣ ଲେଖିବ? ଗାଳି ଗାଳି ଗୋଳମାଳ। ଏତିକି ଲେଖିଲେ ବି ହୋଇଯିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଭୋ ଭୋ ଭଳି ଆଉ ଦୁଇଟି ଶବ୍ଦ ଲେଖ। କେଁ କେଁ, ପେଁ ପେଁ। ଠିକ୍ ଅଛି। ଏମିତି ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି କ'ଣ ଥିବା? ତଳ ଲିଖିତ ଶବ୍ଦକୁ ବାକ୍ୟରେ ବ୍ୟବହାର କର। ଗୋଟିଏ ଲେଖାଁ ବାକ୍ୟ ତୁମେ ଲେଖିବ ଏଇ ଶବ୍ଦକୁ ନେଇକରି। ମନସ୍ଥ ସଂକଳ୍ପ। ମନସ୍ଥ ସଂକଳ୍ପ। ଠିକ୍ ଅଛି। ତାଙ୍କର ଗୋଟିଏ ବଡ଼ ପଦବୀ ପାଇବାର ମନସ୍ଥ କରିଥିଲେ। ଗୋଟିଏ ବଡ଼ ପଦବୀ ପାଇବାର ମନସ୍ଥ କରିଥିଲେ। ତାପରେ ପରବର୍ତ୍ତୀ ଶବ୍ଦକୁ ନେଇ ଲେଖିବ ସଂକଳ୍ପ। ସଫଳତା ପାଇବା ପାଇଁ ସଂକଳ୍ପ ନିହାତି ଜରୁରୀ। ତୁମେ ଲେଖିବ ସଫଳତା ପାଇଁ ସଂକଳ୍ପ ନିହାତି ଜରୁରୀ ଲେଖିବ। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଲେଖି ଜଣାଇବ। ଏବଂ ଯେଉଁ ପ୍ରଶ୍ନଟି ନିଶ୍ଚୟ ଧ୍ୟାନ ଦେବ ପିଲାମାନେ, ଯେଉଁ ପ୍ରଶ୍ନଟି ତୁମେ ଜାଣିପାରିଲ ନାହିଁ, ତୁମକୁ କଠିନ ଲାଗିଲା, ଯଥାଶୀଘ୍ର ତାହାକୁ ତୁମେ କମେଣ୍ଟରେ ଲେଖିବ। ଏବଂ ଆମେ କ'ଣ କରିବୁ, ଯଥା ସମ୍ଭବ ସେହି ପ୍ରଶ୍ନର ଉତ୍ତର ଲେଖିବୁ ଏବଂ କମେଣ୍ଟ ମାଧ୍ୟମରେ ହେଉ କିମ୍ବା ଏକ ଭିଡ଼ିଓ ମାଧ୍ୟମରେ ହେଉ ତୁମ ପାଖକୁ ଆମେ ପହଞ୍ଚାଇବୁ। ଠିକ୍ ଅଛି। ଏମିତି ଭିଡ଼ିଓ ପାଇବା ପାଇଁ ନିଶ୍ଚୟ ତୁମେ ଆମ ଏଇ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବ। ଧନ୍ୟବାଦ।